ଆମେ ପଢ଼ୁଛୁ ମାଙ୍କର ଗୋଟେ ଲେଖା ପଞ୍ଚବିଧ ଅନ୍ତରାତ୍ମିକ ପୂର୍ଣ୍ଣତା ବା ମନସ୍ତାତ୍ତ୍ୱିକ ପୂର୍ଣ୍ଣତା 5 ସାଇକୋଲୋଜିକାଲ ପରଫେକ୍ସନ୍। କାଠଚମ୍ପା ଫୁଲକୁ ନେଇକରି ମା କହିବା ଆରମ୍ଭ କରିଛନ୍ତି। କାଠଚମ୍ପା ଫୁଲର 5ଟି ପାଖୁଡ଼ା ଥାଏ। ଏ 5ଟି ପାଖୁଡ଼ା 5ଟି ଗୁଣର ପ୍ରତୀକ। ଆମେ କିଛି ପଢ଼ି ଦେଇଛୁ। ସେଟା ହେଲା ଆନ୍ତରିକତା, ବିଶ୍ୱାସ, ଭକ୍ତି, ଅଭିପ୍ସା, ସମର୍ପଣ। ଆମେ 3ଟା କାଲି ପଢ଼ିଥିଲୁ। ଆନ୍ତରିକତା, ବିଶ୍ୱାସ ଓ ଭକ୍ତି 3ଟା ବିଷୟ ପଢ଼ିଥିଲୁ। ଆଜି ପଢ଼ିବା ଅଭିପ୍ସା ଓ ସମର୍ପଣ। ଚତୁର୍ଥ ପୂର୍ଣ୍ଣତା ବିଷୟ ହେଉଛି ଅଭିପ୍ସା। ଏହି ସ୍ଥାନରେ ଆଉ ଏକ ପ୍ରତିଶବ୍ଦ ରଖାଯାଇପାରେ, ତାହା ହେଉଛି ସାହସ। ଏହି ସାହସ ଭିତରେ ରହିଥାଏ ଦୁଃସାହସିକ ଅଭିଯାନର ସ୍ୱାଦ। ପରମ ଦୁଃସାହସିକ ଅଭିଯାନ ପାଇଁ ସେଇ ଆବେଗ ସଂକଳ୍ପ ହିଁ ହେଉଛି ଯଥାର୍ଥ ଅଭିପ୍ସା। ଏଇଟା ଗୋଟେ ବହୁତ ବଡ଼ କାମ। ଗୋଟେ ଜଣେ ସାହସୀ ହେବା ଅର୍ଥ କ'ଣ? ଯେଉଁ ଦୋଷ ଦୁର୍ବଳତା ନିଜର ଅଛି ତା ଉପରେ ଅଧିକାର ସ୍ଥାପନ କରିବା। କମ୍ ବଡ଼ ସାହସର କଥା ନୁହେଁ। ଅନ୍ୟକୁ ଫିଜିକାଲ ବା ଭୌତିକ ବଳରେ ଦବେଇ ଦେବା ସେ ସାହସ ନୁହେଁ। ସାହସ ହେଉଛି ମୋଷ୍ଟଲି ସାଇକୋଲୋଜିକାଲ, ମନସ୍ତାତ୍ତ୍ୱିକ କଥା। ଏବଂ ଏଭଳି ଏକ ମହାନ କାମ କରିବା ପାଇଁ ଯେଉଁ ଭିତର ସଂକଳ୍ପ ଶକ୍ତି, ତାକୁ ଅଭିପ୍ସା ବୋଲି କୁହାଯାଇପାରେ। ବଢ଼ିଆ କରି କହୁଛନ୍ତି, ପରମ ଦୁଃସାହସିକ ଅଭିଯାନ ପାଇଁ ସେଇ ଆବେଗ ଓ ସଂକଳ୍ପ ହିଁ ହେଉଛି ଯଥାର୍ଥ ଅଭିପ୍ସା। ଏହା ଏପରି ଏକ ଅଭିପ୍ସା ଯାହା ତୁମକୁ ସମଗ୍ର ଭାବରେ ଅଧିକାର କରେ ଓ କୌଣସି ହିସାବ କିତାବ ନ ରଖି, ଲାଭ କ୍ଷତିର ବିଚାର ନ କରି, ନିଜର ବୋଲି କିଛି ନ ରଖି, ପଛକୁ ଫେରିବାର କୌଣସି ବାଟ ନ ରଖି ତୁମେ ନିଜକୁ ନିକ୍ଷେପ କର। କୋଉଥିପାଇଁ ନିକ୍ଷେପ କର? ଭଗବତ ଆବିଷ୍କାର, ଭଗବତ ସାକ୍ଷାତର ମହାନ ଦୁଃସାହସିକ ଅଭିଯାନରେ, ଭଗବତ ପ୍ରାପ୍ତି ଉପଲବ୍ଧିର ଅଧିକତର ମହାନ ଦୁଃସାହସିକ ଅଭିଯାନରେ। ଏଟାକୁ ସ୍ଲେଭ ଶବ୍ଦ ମାନେ ସାହସୀ ନୁହନ୍ତି। ସ୍ଲେଭ ହେଉଛି ଦାସ। ସ୍ଲେଭ ଅର୍ଥ ହେଉଛି ଦାସ। ସେ କହୁଥିଲେ ଦାସମାନଙ୍କୁ କ'ଣ ରୂପାନ୍ତର କରିବ? ଯେଉଁମାନେ ସ୍ଲେଭ ତାଙ୍କୁ କ'ଣ ରୂପାନ୍ତର କରିବ? ଆମେ ସବୁ ସ୍ଲେଭ କେମିତି ନା, ଆମେ ହେଉଛି ଆମ କାମନା ବାସନାର ଦାସ, ଆମ ସୀମିତତାର ଦାସ, ଆମ ଚିନ୍ତାର ଦାସ, ଆମ ଅନୁଭବର ଦାସ। ତାଠୁ ଉପରକୁ ଉଠିବାକୁ ଆମେ ଚାହୁଁନି, ଆମେ ସେଇଥିରେ ରହୁ। ଯେତେବେଳେ ଆମେରିକାରୁ ଦାସତ୍ୱ ପ୍ରଥା ଉଠିଗଲା, ସେତେବେଳେ ଗୋଟେ ପ୍ରୋବ୍ଲେମ୍ ଦେଖା ହେଇଥିଲା। ବଢ଼ିଆ ପ୍ରୋବ୍ଲେମ୍ଟେ। ଦାସମାନେ ଯେଉଁମାନେ ତାଙ୍କ ମାଲିକମାନଙ୍କ କଥା ମାନିକି ରହୁଥିଲେ, ତେଣୁକରି ଆମେ କରିବୁ କ'ଣ? ବର୍ତ୍ତମାନ ଆମେ ଚଳିବୁ କେମିତି? ତାଙ୍କର ଅଭ୍ୟାସ ହେଇଯାଇଛି, ତାଙ୍କୁ କୁହାଯିବ କାମ କରିବା ପାଇଁ, ସେମାନେ କରିବେ। ତାଙ୍କୁ ଅତ୍ୟାଚାର କରାଯିବ, ସେମାନେ ସହିବେ। ତାଙ୍କ ନେଚର ହେଇଯାଇଛି। ସେଇ ଭାବରେ ଆମେମାନେ କ'ଣ କରୁଛୁ? ଆମମାନଙ୍କର ଉଦ୍ଦାମତା, ଆମମାନଙ୍କର ଅଜ୍ଞାନତା, ଆମର ଅନ୍ଧକାର, ତାର ଆମେ ଦାସ ହେଇକି ରହିଛୁ। ପ୍ରବୃତ୍ତିର ଦାସ ହେଇକି ରହିଛୁ। ତା ଯଦି ନଥିବ ଆମେ ଚଳିବୁ କେମିତି? ଏଇ ହେଉଛି କଥା। ସାହସ ହେଉଛି ସେଇ ବସ୍ତୁ, ଯେଉଁ ବସ୍ତୁ ଏସବୁର ବିରୁଦ୍ଧରେ ପ୍ରତିବାଦ କରେ। କୌଣସି ଏକ ପ୍ରବୃତ୍ତି ଆସିଲା, ଇଚ୍ଛା ଆସିଲା, ତାକୁ ତା ଉପରେ ଅଧିକାର ସ୍ଥାପନ ନ କରି ଅସହାୟ ଭାବରେ ଆମେ ତା ପାଖରେ ନିଜକୁ ସମର୍ପଣ କରୁ, ତା ଦ୍ୱାରା ପରିଚାଳିତ ହେଉ। ଇଏ ସାହସର କଥା ନୁହେଁ, ଇଏ ହେଉଛି ଦାସତ୍ୱର କଥା। ସେ ବଢ଼ିଆ, ଏହା ଏପରି ଏକ ଅଭିପ୍ସା, ସାହସ ହେଉଛି ଯାହା ତୁମକୁ ସମଗ୍ର ଭାବରେ ଅଧିକାର କରେ ଓ କୌଣସି ହିସାବ କିତାବ ନ ରଖି, ଲାଭ କ୍ଷତି ବିଚାର ନ କରି, ନିଜର ବୋଲି କିଛି ନ ରଖି, ପଛକୁ ଫେରିବାର କୌଣସି ବାଟ ନ ରଖି ତୁମେ ନିଜକୁ ନିକ୍ଷେପ କର। ଭଗବତ ଆବିଷ୍କାର, ଭଗବତ ସାକ୍ଷାତର ମହାନ ଦୁଃସାହସିକ ଅଭିଯାନରେ, ଭଗବତ ପ୍ରାପ୍ତି ଓ ଉପଲବ୍ଧିର ଅଧିକତର ମହାନ ଦୁଃସାହସ ଅଭିଯାନରେ। ଏମିତି ଏକ କଥା ଯେ ମୁଁ ଯେମିତି ପଞ୍ଚମୟ ଯେଉଁ 5ଟା ସ୍ୱପ୍ନ ଶ୍ରୀମନ୍ଦିରଙ୍କର ଗୋଟିଏ ସ୍ୱପ୍ନ ଥିଲା କ'ଣ ନା, ଭଗବାନ ଅଛନ୍ତି, ମୁଁ ତାଙ୍କୁ ପାଇବାର ଉପାୟ ମଧ୍ୟ ରହିଛି, ମୁଁ ତାଙ୍କୁ ନିଶ୍ଚୟ ପ୍ରାପ୍ତ କରିବି।
ये हूँ जिते प्रलोभन आसु पछे से आम स्वीकार कर तो मुंड नईबानी से तुम पछक फेरी चाह ना मिनिटिक भाव ना ये फल कौन घटिया को जाऊँ कौन घटब कौन ना किसी जना नहीं आपको दुस्साहसिक अभियान बोली कहुच्छे कारण जब तुम सेपरी भावी बस तेज तुम आदौ यात्रा आरंभ कर माँ कहते गोटे डेइबा पड़ो समुद्र भितर काले कोई पत्थर थी काठी थी आउ कौन थी कि पानी नब सेमती तुम्हें समुद्र भितर डेई पार नई भितर डेई पार साहस सहित डेइबा पड़ो और सम्मुखीन हाँ पड़ो जब तुम सेपरी भावी बस आदौ यात्रा आरंभ कर काले भारसाम्य हराइब यही विषय तुम्हें तुम दुई पाद जाक से पोती भूमि छिड़ा रही काले कौन घटो बोली घुंचबनी निज जगार यह साहस नुहे ये दासत्वर कथा माँ कहते मु साहस कथा कहे प्रकृत यह ही हूँ अभिप्सा यथार्थ अभिप्सा बराबर साहस परिपूर्ण एमती एक अभिप्सा जाए साहस परिपूर्ण कन्स्टांटली यू डुएल ऑन द डिवाइन डुएल अर्थ हूँ भावी चलीच जदि यहाँ संभवपर हो पार करुणार प्रति भल पाइबा आसपार कारण आम अन्न सबकि भल पाऊ किंतु तांको भल पाइबापी गोटे अलग किसी वस्तु दरकार से वस्तु पर जना पड़े जे तांकरी करुणा बा कृपा ना आड़क भल पाइबा आसपारनी अन्न सबकि भल पाइबा आसप किंतु तांकरी करुणा ना प्रति भल पाइबा आसपनी से करुणा कृपा करके से देवे से छुईदेवे हृदय तरल जीव प्रति भल पाइबार यहाँ चतुर्थ कौन कौन है आंतरिकता विश्वास भक्ति अभिप्सा चार्टा गला पंचम पूर्णता है समर्पण पंचम पूर्णता बेसी किसी कह पड़ोनी कारण श्रीबंद जगह आरंभ शेष होचे समर्पण बर्तमान कहले माँ पंचम पूर्णता समर्पण श्रीबंद आमको कहते समर्पण हूँ योग साधनार प्रथम कथा प्रधान शर्त साधनार सबकि है समर्पण तेणु या गोटे गुण हिसाब से कहनी ये जमी गोटे भित्तिभूमि साधना आरंभ कराए समर्पण शेष कराए समर्पण अर्थ हूँ मो चेष्टार प्रथम जो आविष्कार कराए मो चेष्टार मुझे किसी मु तुम पाखे निजक दे दूची तमें देख जे तुम इच्छा जमी पूरण हो साधना यह आवश्यक गुण मान भर जो अन्यतम खाली से नुहे योग साधना आरंभ करने को जो मनोभाव रखा एकांत आवश्यक अपरिहार्य सर्वप्रथम है समर्पण साधना आरंभ हम जे मो द्वारा मु पारुनी तम द्वारा ही यहाँ हो तमें ही कृपा कले हो पार मो शक्ति मोर साहस मुझे ना तुम जदि पूर्ण समर्पण पर निष्पत्ति न नेब तेरे साधना आरंभ भी कर कारण इतने चमत्कार अलग कथा यहाँ जे जेपर्यंत आम समर्पण संकल्प न नेबू एक पथरे चली पारूनी प्रथम जो विषय दरकार ता हूँ डिस्कवरी ऑफ द साइकिक अंतरात्मार आविष्कार द्वितीय कथा ता संगे संगे रोचे ता संगे लागिक रहा थरे अंतरात्मार आविष्कार हेले आविष्कार आम अनेक दूर रहीचु किंतु से अनुभव सांगे जाबुड़ी धरी बसवा से आविष्कार अनुभूति को व्यक्तित्वर अन्य दिगरे परिचालित करवा यही समर्पण को सर्वांगीन करने अन्य जो सब गुण आवश्यक सेगुड़िक होती आंतरिकता विश्वास भक्ति और अभिप्सा बाकी जो चारिटा गुण है से चारिटा गुणर आवश्यकता कौन ना ये समर्पण को पूर्णांग करने माँ कहते यह संगे आउ गोटे विषय जोग करी ता हूँ सहय कर शक्ति एंडुरेंस टिके भी हताश न हो तुमको समस्त बाधा विघ्न सम्मुखीन होगा जदि थरे हाँ बोली कह ना बोली कहबनी जहाँ घटू पचे ना बोली कहबनी ये हूँ बहुत बेसी दरकार भगवान पाखे समर्पण करने जिते बड़े आम भगवत उपलब्धि
व्हाट इज मीनिंग ऑफ भगवत उपलब्धि मो अंतर आम विभिन्न भाव प्रकाश करूँ मो अंतर माँ अच्छा यही अनुभव को जदि मुझे प्राप्त हेली एवं यही अनुभव को जाबुड़ी धरी रखिली जाबुड़ी धरी रखा माने कौन ता माने होची जे ये अनुभव अन्य कौन सी वस्तु द्वारा आवृत न हो ये अनुभव अन्य कौन सी वस्तु द्वारा आवृत न हो ता अर्थ मनर जुक्ति तर्क विचार प्राणर कामना वासना आवेग उद्वेग द्वारा ये समर्पण आवृत न हो ताहले जाइकरी कार्य आरंभ करी हबो एवं ताकू सर्वदा निज भीतर धारण करी हबो टिके भी हताश न होई तुमको समस्त बाधा विघ्नर सम्मुखीन होबाक हेब कामटी अत्यंत कठिन बोली कही मझिरु छाड़देले चलिब नाही आघात पर आघात आसुले मध्य तुमको सेगुड़िक सहाय करिया हेब जेपरि कहुए सेगुड़ी पकेटस्थ करी ताहारी मध्य निज भितर अविचल भाव आगे जावाक पड़ो ये जिनस बहुत कठिन हजार थर जो फेलुअर हम 1001 थर मध्य आशा कर लक्ष थर फेलुअर हेले लक्ष एक थर आशा कर केबे भी हेले निजको छाड़देव नहीं आउ बहुत कठिन हो बहुत कष्ट होची तथापि निजको स्वीकार करबेन जे एटा हबनी बोली एवं कौन करा पड़ो निज भितर जेपर्यंत दोष त्रुटि रही से सब आघात आसब ही आसब कहीं आघात आसब ता कारण हो मो भितर दोष त्रुटि सब रही जो दोष त्रुटि सामने मु असहाय होकर ठिया तेणु स्वाभाविक रूपे जे आमको इच्छा आमको आघात करने इच्छा कर सहज बाट पाई कारण आम प्रतिरोध करूनी तुम जदि आवश्यक सहिष्णुता रखी न पार बेसी दूर अग्रसर हो पारनी जहाँ घटू पचे मु शेष पर्यंत जीवी शेष पर्यंत मुझे संपूर्ण भाव शेष पर्यंत मुझे यही संकल्प जदि न रखा जाए ताले आरंभ तो करहबनी जाई भी हेनी कहीं आमको देखी दिज्व जे आमर केते दोष दुर्बलता रही आमको देखी दिज्व विभिन्न परिवेश परिस्थिति सृष्टि करी आमर अपूर्णता को देखी जाइए से क्षेत्र में गोटे काम करहब जिते जिते अपूर्णता आम गोटे उत्तर दे पारू मो शक्ति नुहे माँ शक्ति ही कार्य हो पार मो शक्ति मु पारि मोर शक्ति नुहे जो शक्ति द्वारा ये कार्य हो पार से हूँ माँ शक्ति द्वारा काम हो पार प्रथम मोड़े ही जिते देख तुम गतानुगतिक दैनंदिन जीवन आना से तुम हताश हो संकल्प छाड़देव जे साधारण जीवन में जमी चलुली सेमती चली होनी गोटे कौन हो जाए मो हाथ सब चली जा व्यक्ति हताश हो ना ये साधना मो पे आउ क्या हम जो मैंने बड़ बड़ लोक साधना हम आम साधना हो पार ये हूँ विरुद्ध शक्तिर विजय गोटे प्रतिथर कह जिते हताश आसव असुविधा आसव एवं निजर दुर्बलता निज पाखे ठिया हे जोरे निजको कन्फर्म करके मुझे यही भाव असुविधा यही जिनस नहीं मुझे गठित ए साधना कौन हम से उत्तर दब जे मो द्वारा नुहे माँ द्वारा यहाँ हो पार मु माँ पाखे निज संकल्प को समर्पण कर माँ पाखे संकल्प को समर्पण करने माने कौन ताने जहाँ चाहूँगी से माँ ही चाहूँ माँ यही इच्छा कर तम इच्छा द्वारा तम संकल्प द्वारा यहाँ परिपूर्ण हो सह्य शक्तिर वास्तव रूप है अध्यवसाय जे लगी रहा एंडुरेंस परसिवरेंस हूँ तार बाहर रूप ताने तुम्हें गोटे कथार गोटे कम लगिकी रही कम छाड़ू न जमा यहीटा हूँ सह्य शक्तिर एक वास्तव बाह्य रूप माने आम देखा जाए एमतिया दरकार पड़े से गोटे काम को 1000 थर करने तुम्हें प्रस्तुत न हो तेज कौन सी महान लक्ष्य पहुँची पार ना जिते थर हो पछे जिते जहाँ हो पछे तार लगी जिते 1000 वर्ष हो 1000 थर हो यदि ये भाव संकल्प न रखी केवे जाहबनी कारण आरंभ मन हुए
ଯେ ସବୁ ହେଇଯିବ, ସବୁ ଠିକ୍ ହେଇଯିବ, ଏଇ ଟିକେକରେ ସବୁ ଠିକ୍ ହେଇଯିବ। କିନ୍ତୁ ପ୍ରକୃତରେ କାମ କଲା ବେଳକୁ ଦେଖାଯାଏ ମୁଁ ଯେମିତି ଭାବୁଥିଲି ସେମିତି ନୁହେଁ, ଆଉ କିଛି ବସ୍ତୁ ଦରକାର। ଲୋକମାନେ ମୋ ନିକଟକୁ ଆସି ମା' କହୁଛନ୍ତି, ହତାଶ ଭାବରେ କୁହନ୍ତି, ମୁଁ ଭାବିଥିଲି ଏଇ କାମଟି ପୁରା ହୋଇଗଲା ବୋଲି। କିନ୍ତୁ ଦେଖୁଛି ମୋତେ ତ ପୁଣିଥରେ ଆରମ୍ଭ କରିବାକୁ ହବ। ଯୋଉ ଅନୁଭବ ମନେ ହୁଏ ଯେ ଆଉ ଆସିବନି। ଏଇ ଅନୁଭବ, ଏ ଫିଲିଙ୍ଗ ଆଉ ଆସିବନି। ୟା ପରେ ମୋର ବିଜୟ ଆସିଗଲା। ପୁଣି କୋଉ ବାଟେ ନା କୋଉ ବାଟେ ପଳେଇ ଆସିବ। ତେଣୁ କହିବ ଯେ କେମିତି ଏ ବସ୍ତୁ ଯିବ? ତାଙ୍କୁ ଯଦି କୁହାଯାଏ ଏତିକିରେ କଣ ବ୍ୟସ୍ତ ହଉଛ? ତୁମକୁ କାମଟିକୁ ବୋଧେ 100, 200, 1000 ଥର ଆରମ୍ଭ କରିବାକୁ ପଡ଼ିପାରେ। ତୁମେ ଏତିକି ଛୋଟ ଛୋଟରେ କଣ ବ୍ୟସ୍ତ ହଉଛ? ଏଇ କାର୍ଯ୍ୟକୁ 1000 ଥର ଆରମ୍ଭ କରିବାକୁ ପଡ଼ିପାରେ। ଏଇ କଥା। ତାହେଲେ ସେମାନେ ସମସ୍ତେ ସାହସ ହରାଇ ଦିଅନ୍ତି। କାହିଁକି ନା କେତେ ଥର ଚେଷ୍ଟା କରିବ? ଆଉ କ'ଣଟା ବି ଏତେ ଥର ଚେଷ୍ଟା କରି କ'ଣ ହେଲା? ଏଇ ଭାବର ବିଭିନ୍ନ ଚିନ୍ତା ବ୍ୟକ୍ତି ଅନୁସାରେ ଚିନ୍ତା ବି ଅଲଗା ଅଲଗା ଆସେ। ତୁମେ ଗୋଟିଏ ପାଦ ସେମାନେ ସମସ୍ତେ ସାହସ ହରାଇ ଦିଅନ୍ତି। ତୁମେ ଗୋଟିଏ ପାଦ ଅଗ୍ରସର ହେଲା ପରେ ବିଶ୍ୱାସ କର କାମଟି ପକ୍କା ହୋଇଗଲା ବୋଲି। କିନ୍ତୁ ଆଉ ଟିକେ ଆଗକୁ ଗଲେ ଦେଖିବ କୌଣସି ନା କୌଣସି କାରଣ ନେଇ ସେ ଅସୁବିଧା ପୁଣି ଆସି ହାଜର। ଜଣାପଡ଼ିବ ଏଇ ଅସୁବିଧା, ଏଇ କାରଣ ସକାଶେ ଅସୁବିଧାଟା ପୁଣି ଫେରି ଆସିଲା ଆମ ପାଖକୁ। କିନ୍ତୁ ଏଇ ସବ୍ ପଛରେ ଏକ କନସିୟସ୍ ହୋଷ୍ଟାଇଲ୍ ଫୋର୍ସ ରହିଛି ଯେ କାର୍ଯ୍ୟ କରୁଛି ଏବଂ ତା ସମ୍ମୁଖରେ ଗୋଟେ ମାତ୍ର କଥା ହେଉଛି ମାଆଙ୍କୁ ଡାକିକି ଧରିବା, ମାଆଙ୍କୁ ଜାବୁଡ଼ିକି ଧରି ବସିବା। ଯେମିତି ଜଣେ ମା' ଠିଆ ହେଇଛନ୍ତି ତାଙ୍କ ପାଦକୁ ଜାବୁଡ଼ିକି ଆମେ ଧରୁଛୁ ଯେ ଆମେ ଜମା ଯାହା ହଉ ପଛେ ତମେ ମୋତେ ରକ୍ଷା କର। ଏହା ଯଦି ମତିଂ କରୋତୁ, ମୁଁ କାଲି କହୁଥିଲି ନାଶାୟ ଚ ଅଶୁଭଂ ଭୟାତ୍ ମତିଂ କରୋତୁ, ଯେ ହେ ଭଗବତୀ ମୋର ଅଶୁଭ ମୋ ଭୟ ଦୂର କରିବା ପାଇଁ ଇଚ୍ଛା କର। କାରଣ ତମେ ଇଚ୍ଛା କଲେ କୋଉଠି ନା କୋଉ ବାଟ ଦେଖାଦେବ। ଯେଉଁ ବାଟ ମୋତେ ଦେଖାଦେବନି ନିଶ୍ଚୟ ଦେଖାଦେବ। ତୁମେ ଭାବୁଥିଲ ସମସ୍ୟାଟିର ସମାଧାନ ହୋଇଯାଇଛି, କିନ୍ତୁ ତୁମକୁ ତାହା ଆଉ ଥରେ ନୂତନ କରି ସମାଧାନ କରିବାକୁ ପଡ଼ିବ। ହୁଏତ ତାହାର ଚେହେରାରେ କିଛି ଅଦଳବଦଳ ହୋଇପାରିଥାଏ, ସମସ୍ୟାଟି ସମାନ ରହିବ। କିଛି ନା କିଛି ପ୍ରଲୋଭନ, କିଛି ନା କିଛି ଅନୁଭବ, କିଛି ନା କିଛି ଅଜ୍ଞାନତାକୁ ଆସକ୍ତି, ଏହା ଆଉ ଏକ ରକମ ଅସୁବିଧା ସୃଷ୍ଟି କରିବ। ଦେଖିବ ବାଧ୍ୟ ହେଇକିରି ଯେ ତମେ ଭାବୁଛ ଜିନିଷ ଗୁଡ଼ିକ ହେଇଗଲା ବୋଲି, ଜିନିଷ ଗୁଡ଼ିକ ହେଲା ନାହିଁ। କୌଣସି କୌଣସି ଅଜ୍ଞାନତାର ପ୍ରଲୁବ୍ଧରେ ଆମେ ପଡ଼ିଗଲୁ, ଆକର୍ଷଣରେ ପଡ଼ିଗଲୁ, ପୁଣି ଭ୍ରମ କାମକୁ ଆଉ ଥରେ ପୁନରାବୃତ୍ତି କଲୁ, ଇଚ୍ଛାକୁ ଅନୁଭବକୁ ପୁନରାବୃତ୍ତି କଲୁ। ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କିଛି ସୁନ୍ଦର ସୂକ୍ଷ୍ମ ଅନୁଭୂତି ପାଇଲେ ସଙ୍ଗେ ସଙ୍ଗେ ଭାବନ୍ତି ବର୍ତ୍ତମାନ ଅସଲ ଜିନିଷଟା ମିଳିଗଲା। ଯେ ମା ବହିର ସରି ମାତୃବାଣୀ ପ୍ରଥମ ଭାଗରେ 1929-30 କ୍ୱେଶ୍ଚିନ୍ ଆନ୍ସର୍ସରେ ଲେଖା ହେଇଛି ଯେ ସାଧକମାନେ ଯେତେବେଳେ କିଛି ନୂଆ ନୂଆ ଅନୁଭୂତି ପାଆନ୍ତି, ଆରମ୍ଭରେ ନୂଆ ନୂଆ ଅନୁଭୂତି ମିଳେ, ସେତେବେଳେ ଭାବନ୍ତି ସବୁ କାମ ହେଇଗଲା ବୋଲି, ସାଧନା ସିଦ୍ଧି ହେଇଗଲା, ଆଉ ଅସୁବିଧା କିଛି ରହିବନି। କିନ୍ତୁ ସେତିକି କରନ୍ତିନି। ସେମାନେ ସବୁଆଡ଼େ କହି ବୁଲନ୍ତି ଯେ ହେଇଗଲା ବୋଲି, ସବୁଆଡ଼େ କହି ବୁଲନ୍ତି, ସମସ୍ତେ କହନ୍ତି ଯେ ନା ଏଇ କଥାଟା ହେଇଗଲା, ଆଉ ମୋର ଏମିତି ଏମିତି ଅନୁଭୂତି ହେଉଛି। ତା ପଶ୍ଚାତରେ ଥାଏ ଯେ ମୋର ଏମିତି ଅନୁଭୂତି ହେଉଛି ଆଉ ଅନ୍ୟମାନଙ୍କର ହେଉନି ବୋଲି। ସେମାନେ ଅନେକ ଲୋକ ଅଛନ୍ତି ଯେଉଁମାନେ କି ସୁନ୍ଦର ସୂକ୍ଷ୍ମ ଅନୁଭୂତି ପାଇଗଲା ସଙ୍ଗେ ସଙ୍ଗେ ଭାବି ନିଅନ୍ତି ବର୍ତ୍ତମାନ ଅସଲ ଜିନିଷଟା ମିଳିଗଲା। ତାପରେ ସେ ଅନୁଭୂତି କ୍ରମେ ବସି ଆସେ, ଝାପ୍ସାକୁ ଆରମ୍ଭ କରେ, ପରଦାର ଅନ୍ତର ଆଡ଼କୁ ଚାଲିଯାଏ। ସେତେବେଳେ ସେମାନଙ୍କ ଆଗରେ ଦେଖାଦିଏ ହଠାତ୍ ଅପ୍ରତ୍ୟାଶିତ କିଛି, ଯାହାକି ନିତାନ୍ତ ତୁଚ୍ଛ ନଗଣ୍ୟ, ଆଗ୍ରହ ସୃଷ୍ଟି ହେଲା ଭଳି ସେଥିରେ କିଛି ବି ନଥାଏ, ତା ପଥରୁଦ୍ଧ କରି ଛିଡ଼ା ହୁଏ। ଯେଉଁ ଅନୁଭୂତି ଆସିଥାଏ ଗୋଟେ ମୁହୂର୍ତ୍ତ ପାଇଁ, ସେ ଅନୁଭୂତି ଧୀରେ 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 ବସିଯାଏ। ତା ମାନେ ଆଉ ଜଣାପଡ଼େନି। ସେ ଅନୁଭୂତି ପୁଣି ସାଧାରଣ ମନ ପ୍ରାଣ ଶରୀରର ପ୍ରବେଗ ଭିତରେ ଜଣେ ଫେରିଆସେ। ଯେ ଏମିତି କିଛି ବସ୍ତୁ ଆସିଥାଏ ଯାହା ତୁଚ୍ଛ ନଗଣ୍ୟ, ଯାହାଥିରେ କିଛି ନାହିଁ ସେସବୁ, ଆଉ ଜଣାପଡ଼େ ସେସବୁ ଆସିକରି ତମେ ଆଉ ଯେଉଁ ଅନୁଭୂତି ଆସିଛି ତା ମଝିରେ ଠିଆ ହେଇଯାଆନ୍ତି, ଅନୁଭୂତିକୁ ନଷ୍ଟ କରିଦିଅନ୍ତି। ସେତେବେଳେ ତୁମର ଅନୁଶୋଚନା ଆସେ, ମୁଁ ଯେତିକି ବାଟ ଅଗ୍ରସର ହୋଇଥିଲି ସେଥିରେ ଲାଭ କ'ଣ, ଯେ ପୁଣି ସେସବୁ ମୂଳରୁ ଆରମ୍ଭ କରିବାକୁ ପଡ଼େ। ଏଇ ଘଟଣା ଆସେ ଯେ ମୁଁ ଆରମ୍ଭ କଲାବେଳେ କିଛି ସଂକଳ୍ପ ନେଇକି ଆରମ୍ଭ କରିଥିଲି, କୁଆଡ଼େ ଗଲା ସେସବୁ, କୁଆଡ଼େ ଉଡ଼ିଗଲା।
କୁଆଡ଼େ ହଜିଗଲା ସେସବୁ। ଏପରି କାହିଁକି ହେବ? ବାରମ୍ବାର କ୍ୱେଶ୍ଚିନ୍ ଆସେ। ଯଦି ମୁଁ ପୁଣି ସେ କାମ ଆଉଥରେ ଆରମ୍ଭ କରିବି, ତାହେଲେ ଆରମ୍ଭ କରିବି କାହିଁକି ଆରମ୍ଭ କଲି? ମୁଁ ଚେଷ୍ଟା କରିଥିଲି, ସେଥିରେ କିଛିଟା ସଫଳ ମଧ୍ୟ ହୋଇଥିଲି। କେବଳ ସେତିକି ନୁହେଁ, ଆମେ ଚେଷ୍ଟା କରୁଥିଲୁ, ସଫଳ ବି କିଛି ହେଇଥିଲୁ। ପୁରା ସଫଳ ନ ସଫଳ ହେଇଥିଲୁ। ଏତେ ଉଚ୍ଚ ଅବସ୍ଥାରେ ପହଞ୍ଚିଥିଲି, କିନ୍ତୁ ବର୍ତ୍ତମାନ ଦେଖୁଛି ସେଭଳି କିଛି ହେଇନି। ମୁଁ ଭାବିଥିଲି ଯେ ମୁଁ ପ୍ରକୃତରେ ବହୁତ ଭଲ ଅବସ୍ଥାରେ ପହଞ୍ଚିଛି। ବହୁତ ଭଲ ଅବସ୍ଥାରେ ପହଞ୍ଚିଛି। କିନ୍ତୁ ଗୋଟେ ସମୟ ଥାଏ, ଯେଉଁ ସମୟରେ ଡିସାଇଡ୍ କରିବାକୁ ପଡ଼େ ମୁଁ ଏପଟେ ଯିବି କି ସେପଟେ ଯିବି। ଗୋଟେ ସଂକଳ୍ପ ଆସି ପହଞ୍ଚେ, ଗୋଟେ ଅନୁଭବ ଆସି ପହଞ୍ଚେ, ଯେଉଁ ଅନୁଭବକୁ ଆନ୍ସର୍ ଦେବାକୁ ପଡ଼େ। ମୁଁ ତୋତେ ସେ ଅନୁଭବ କହେ ଯେ ତୁ ମୋତେ ଏନ୍ଜୟ କର ବୋଲି। ସେ ଅନୁଭବ କରିବି କି ନାହିଁ ନିଜ ଉପରେ ନିର୍ଭର କରେ। ଏଇ ଭାବରେ ଅନୁଭବ ସବୁ କୁଆଡ଼େ ହଜିଯାଏ। ଏସବୁର କିଛି ଅର୍ଥହୀନ, ଯେଉଁ ଆଗରୁ ଯେଉଁ ଆସିଥିଲା ତାକୁ ଦୂର କରିଥିଲି, କିଛି ତା'ର ଲାଭ ହେଉନି। ଏପରି ହେବାର କାରଣ ହେଉଛି ଏପର୍ଯ୍ୟନ୍ତ ସେଇ ମୁଁ ଭାବ ରହିଛି। ଅହଂର କୌଣସି ସହ୍ୟ କରିବା ଶକ୍ତି ନାହିଁ। ଏ ଗୋଟେ ହେଉଛି ବହୁତ ବଡ଼ ମାନେ ସାହାଯ୍ୟ, ବହୁତ ବଡ଼ ଘଟଣା ଘଟେ। ମୁଁ ରହିଛି, ମୁଁ ଅନୁଭବ କରିଛି, ମୁଁ ଅନୁଭବ କରୁନି, ଏଇ ମୁଁ ଭାବ ରହିଛି। ଯେପର୍ଯ୍ୟନ୍ତ ମୁଁ ଭାବ ରହିଥାଏ, ସେ ପର୍ଯ୍ୟନ୍ତ ପ୍ରୋବ୍ଲେମ୍ କେବେ ବି ଛାଡ଼ିକି ଯିବ ନାହିଁ। କାରଣ ମୁଁ ହୁଏତ ସବଳ ହେଇପାରେ, ମୁଁ ହୁଏତ ଦୁର୍ବଳ ହେଇପାରେ, କିନ୍ତୁ ଏ ଦୁଇଟା ଯାକରେ ମୁଁ ରହିଛି। ଜଣେ ଯେତେବେଳେ ମୋର ଉପରକୁ ଉଠିବାକୁ ଚେଷ୍ଟା କରିବ, ସେତେବେଳେ ଏ ସମସ୍ୟାର ସମାଧାନ ହେବ। ତୁମର ଯଦି ସହିଷ୍ଣୁତା ଥାଆନ୍ତା, ତେବେ ତୁମେ କୁହନ୍ତ ଠିକ୍ ଅଛି, ଦରକାର ହେଲେ ମୁଁ ବାରମ୍ବାର ଏହାକୁ ଆରମ୍ଭ କରିବି, 1000 ଥର, 10,000 ଥର, ଲକ୍ଷେ ଥର ମଧ୍ୟ। ଯଦି ଦରକାର ହୁଏ, ତାହେଲେ ଏଇ କାହିଁକି ନା ମୁଁ ୟା ଭିତରେ ଆୱାର ଅଫ୍ ଗଡ଼ରେ ଲେଖା ହେଇଛି। ପ୍ରତିଥର ଚେଷ୍ଟା କରୁଛ, ଫେଲୁଅର୍ ହେଉଛ, ତା ପିଛରେ କିଛି ପଜିଟିଭ୍ ଜିନିଷ ରହୁଛି, ଯାହାକୁ ନେଇକରି ଆମେ ଫାଇଟ୍ କରିପାରିବା, ଅସୁବିଧାକୁ ଦୂର କରିଦେଇପାରିବା। ଯଦି ଲକ୍ଷେ ଥର ବି ମୁଁ ପଡ଼ିଯାଉଛି, ଲକ୍ଷେ ଥର ମଧ୍ୟ ତାହା କରିବାକୁ ମୁଁ ପ୍ରସ୍ତୁତ। କିନ୍ତୁ ଶେଷ ଲକ୍ଷ୍ୟରେ ନିଶ୍ଚୟ ପହଞ୍ଚିବି, ମୋତେ ବାଟରେ କେହି ଅଟକାଇ ପାରିବ ନାହିଁ। ଏଇ ଯଦି ସଂକଳ୍ପ କରାଯାଏ ଯେ ମୁଁ ନିଶ୍ଚୟ ସେଠି ଯାଇକି ପହଞ୍ଚିବି। କେତେ ରକମ ଆସେ ଯେ ସମୟ ଚାଲିଯାଉଛି, ଏ ଚାଲିଯାଉଛି, ସେ ଚାଲିଛି, ପାରୁନି, କିନ୍ତୁ ତା'ର ପ୍ରତିବଦଳରେ କିଛି ଏକ ଘଟେ। ଏହା ହେଉଛି ଖୁବ୍ ଦରକାର। ବର୍ତ୍ତମାନ ସବୁକୁ ଏକତ୍ର କଲେ ଆମେ ତାଲିକାର ଶୀର୍ଷ ସ୍ଥାନରେ ପ୍ରଥମ ସ୍ଥାନ ଦିଆଯିବ ସମର୍ପଣ। ସମର୍ପଣକୁ କାହିଁକି ଦିଆଯିବ? ମାନେ ବିନା ସମର୍ପଣରେ ନିଜର ଶକ୍ତି, ସାହସ ଆମେ ମାଙ୍କ ପାଖରେ ସମର୍ପଣ କରୁ। ତା ଫଳରେ ତାଙ୍କ ସଂକଳ୍ପ ହିଁ ଆମ ସଂକଳ୍ପ ହେଇଯାଏ। ଯେତେବେଳେ ଆମେ କହୁ ଲେଟ୍ ଦାଇ ୱିଲ୍ ବି ଡନ୍, ତମ ଇଚ୍ଛା ପୂରଣ ହଉ, ତା ମାନେ ଆମେ ତା ସାଙ୍ଗରେ ମଜାକିରି କହୁ ଯେ ତମେ ଯାହା ଇଚ୍ଛା କରୁଛ ତାହା ମୁଁ ବି ଇଚ୍ଛା କରୁଛି। ତମେ ଚାହଁ ତମର କ'ଣ ହୁଏ ଭିକ୍ଟ୍ରି ହଉ ବୋଲି, ମୁଁ ବି ଚାହୁଁଛି ତମ ଭିକ୍ଟ୍ରି। ତା ମାନେ ତମେ ଯାହା ଚାହୁଁଛ ମୁଁ ବି ସେୟା ଚାହୁଁଛି। ଇଏ ହେଉଛି ଗୋଟେ ମହାନ ସିକ୍ରେଟ୍ ଯେ ପ୍ରଥମ ସ୍ଥାନ ତାହେଲେ ଏକାଠି କ'ଣ ହେଲା? ପ୍ରଥମ ସ୍ଥାନ ଦିଆଗଲା କାହାକୁ? ଆନ୍ତରିକତା, ବିଶ୍ୱାସ, ଭକ୍ତି, ଅଭିଶ୍ୱାସ, ସମର୍ପଣ। କିନ୍ତୁ ସମର୍ପଣ ଯେଉଁଟା ଫିଫ୍ଥରେ ଅଛି, ତାକୁ ଫାର୍ଷ୍ଟରେ ଆଣିବାକୁ ପଡ଼ିବ। ଆମକୁ ପ୍ରଥମେ ଏହା ଗ୍ରହଣ କରିବାକୁ ହେବ ଯେ ପୂର୍ଣ୍ଣ ଯୋଗ ପାଇଁ ଭଗବାନଙ୍କ ନିକଟରେ ନିଜକୁ ପୂର୍ଣ୍ଣ ଭାବେ ସମର୍ପଣ କରିବାର ସଂକଳ୍ପ ରଖିବାକୁ ହେବ। ଆମେ କେମିତି ଷ୍ଟାର୍ଟ କରିବା ଯେ ପ୍ରଥମ କଥା ଯାହା ଦରକାର ତାହା ହେଉଛି ଭଗବାନ ପାଖରେ ନିଜକୁ ପୂର୍ଣ୍ଣ ସମର୍ପଣ କରିବା। ସମର୍ପଣ କରିବାର ଇଚ୍ଛାଟା ରହିବା ଦରକାର। ଫାଷ୍ଟ ମୁଁ ତମର ହେଇଯିବି, ଠିଆ ହେଇକରି କହିବ ମୁଁ ହେଉଛି ତମର, ତମେ ହେଉଛ ମୋର। ଏଇ କଥାଟା ଜୋର ଦେଇ କହିବାକୁ ପଡ଼ିବ ଯେ ମୁଁ ତମର, ମୋତେ ତୁମେ ଗ୍ରହଣ କର, ମୋତେ ତମର ନିଜର କରିନିଅ। ତୁମେ ଦେଖ ମୁଁ ଯେମିତି ତମ ଲୋକ ହେଇଗଲି, ତମ ନିଜର ବ୍ୟକ୍ତି। ଗୋଟେ ପର୍ସନାଲ୍ ପ୍ରପର୍ଟି ଥାଏ। ପର୍ସନାଲ୍ ପ୍ରପର୍ଟି ହେଉଛି ଖର୍ଚ୍ଚବାର୍ଚ୍ଚ ହେଉଛି, ଏଇଟା ମୋର ହେଉଛି ପର୍ସନାଲ୍, ଏ ଖର୍ଚ୍ଚଟା ମୋର ବ୍ୟକ୍ତିଗତ ଖର୍ଚ୍ଚ। ସେମିତି ମାଙ୍କର ବ୍ୟକ୍ତିଗତ ସମ୍ପତ୍ତି ହୋଇଉଠିବା, ଏ ପର୍ସନାଲ୍ ପ୍ରପର୍ଟି ଅଫ୍ ଦି ମଦର। ଭଗବାନଙ୍କର ବ୍ୟକ୍ତିଗତ ସମ୍ପତ୍ତି ହୋଇଉଠିବା, ତାକୁ ଯେମିତି ଇଚ୍ଛା ସେମିତି ବ୍ୟବହାର କରିବେ, କିଛି କହିବାନି। ତମେ ଯଦି ଚାହଁ ଯେ ମୁଁ ଏମିତି ପଡ଼ି ରହିବି, ମୁଁ ଏମିତି ପଡ଼ି ରହିବି, କାରଣ ତମ ଚାହିଁବାରେ ହିଁ ମୋର ଚାହିଁବା।
ତାହା ହିଁ ଏକମାତ୍ର ପଥ, ତା ଛଡ଼ା ଅନ୍ୟ କୌଣସି ପଥ ନାହିଁ। ଏହା ପରେ ଆସୁଛି 5ଟି ଅନ୍ତରାତ୍ମିକ ବିଷୟ। କ'ଣ ହେଲା? ଫାଷ୍ଟ ହେଲା ଆନ୍ତରିକତା ବା ସ୍ୱଚ୍ଛତା, ପଢ଼ିଛୁ ସେଇଟା। ବିଶ୍ୱାସ ବା ଭରସା 2, 3 ହେଲା ଭକ୍ତି ବା କୃତଜ୍ଞତା, 4 ହେଲା ଅଭିପ୍ସା ବା ସାହସ, ସହିଷ୍ଣୁତା ବା ଅଧ୍ୟବସାୟ। ସହିଷ୍ଣୁତାର ଆଉ ଏକ ରୂପ ଅଛି, ତାହା ହେଉଛି ବିଶ୍ୱସ୍ତତା। ଦୁଇଟା ଜିନିଷ ବୁଝିବାକୁ ପଡ଼ିବ। ଗୋଟେ ହେଉଛି ଫେଥ୍, ଆଉ ଗୋଟେ ହେଉଛି ଫେଥଫୁଲ୍ ହେବା। ଦୁଇଟାକ ଅଲଗା ଅଲଗା ବସ୍ତୁ। ମୋର ବିଶ୍ୱାସ ରହିପାରେ ମା ହେଉଛନ୍ତି ଭଗବତୀ ବୋଲି, କିନ୍ତୁ ବିଶ୍ୱସ୍ତ ଅର୍ଥ ହେଉଛି ତାଙ୍କର ସ୍ୱାର୍ଥ ହାନି ହେଲା ଭଳିଆ, ମାଆଙ୍କୁ ହଇରାଣ ପକାଇଲା ବେଳେ ମୁଁ କିଛି କରୁନି। ମୁଁ ବିଶ୍ୱସ୍ତ ହେଇକି ରହିଛି, କାରଣ ସେ ଯଦି କିଛି ମୋତେ ଦେଇଛନ୍ତି ମୁଁ ତାକୁ ମନ ପ୍ରାଣ ଲଗେଇକିରି କରିବି। ବି ଫେଥଫୁଲ୍ କୁହାଯାଇଛି। ଫେଥ୍ ଇଜ୍ ଡିଫରେଣ୍ଟ ଫ୍ରମ୍ ବି ଫେଥଫୁଲ୍ ହେବା। ଫେଥ୍ ହେଉଛି ବିଶ୍ୱାସ। ମୁଁ ଜାଣିଛି ଇଏ ହେଉଛନ୍ତି ମା ଭଗବତୀ, ସନ୍ଦେହ ନାହିଁ, କିନ୍ତୁ ତାଙ୍କ ପ୍ରତି ମୁଁ ବିଶ୍ୱସ୍ତ ରହିବି। ସେ ଯାହା କହିବେ ମୁଁ ତାକୁ କରିବି, ତାକୁ କାର୍ଯ୍ୟରେ ପରିଣତ କରିବି ଏବଂ ମୁଁ ତାଙ୍କର ହେଇକି ରହିବି। ଇଏ ହେଉଛି ବିଶ୍ୱସ୍ତତା। ଇଏ ହେଉଛି ବହୁତ ବିରାଟ ବସ୍ତୁ। ସହିଷ୍ଣୁତାର ଆଉ ଏକ ରୂପ ଅଛି, ତାହା ହେଉଛି ବିଶ୍ୱସ୍ତତା। 5ଟା କ'ଣ ହେଲା? ଆନ୍ତରିକତା, ସ୍ୱଚ୍ଛତା, ବିଶ୍ୱାସ ବା ଭରସା, ଭକ୍ତି ବା କୃତଜ୍ଞତା, ଅଭିପ୍ସା ବା ସାହସ, ସହିଷ୍ଣୁତା ବା ଅଧ୍ୟବସାୟ। ତୁମେ ଏକ ସଂକଳ୍ପ ଗ୍ରହଣ କରିଛ, ତୁମେ ବିଶ୍ୱସ୍ତ ରହିବାକୁ ହେବ। ଏକ ସଂକଳ୍ପ ଗ୍ରହଣ କରିଛ, ତୁମେ ସେହି ସଂକଳ୍ପ ପ୍ରତି ବିଶ୍ୱସ୍ତ ବା ନିଷ୍ଠାବାନ ରହିବା ଉଚିତ। ତାହା ହିଁ ସହିଷ୍ଣୁତା। ମୁଁ କଥା ଦେଇଛି, କଥାଟାକୁ ନିଶ୍ଚୟ ମୁଁ ପାଳନ କରିବି। ଏ ହେଲା କଥା। ମୁଁ ଗୋଟେ କଥା ଦେଇଛି। କାହାକୁ କଥା ଦେଇଛି? ମୁଁ ମାଆଙ୍କୁ କଥା ଦେଇଛି, ମୁଁ ତମ କଥା ପାଳନ କରିବି। କିନ୍ତୁ ଆଉ କିଏ ଆସି କିଛି ପ୍ରଲୋଭନ ଦେଖାଇଲା, ମୁଁ ତା କଥା ପାଳନ କରିବି, ସେ କଥା ହେଇପାରିବନି। ଏଇ ଭାବ ଯଦି ଭିତରେ ରହିବ, ବା ନିଜ ଭିତର ଏଇ ଅନୁଭବଟା ରହିବ, ମୁଁ ତମକୁ କଥା ଦେଇଛି, ନିଶ୍ଚୟ ମୁଁ କଥା ରଖିବି, ଏଇ ଭାବ ରହିବ, ତାହେଲେ ଅନେକ ଅସୁବିଧାଟା ଦୂର ହେଇଯାଏ। ଭିତ୍ତିଭୂମିଟା ଦୂର ହେଇଯାଏ। ଯେ ମୁଁ ତମ ଲୋକ, ମୁଁ ତମ ଇଚ୍ଛା ଅନୁସାରେ କାମ କରିବି। ଯେମିତି ତମେ ବିକ୍ରି ହେଇଗଲ। ଗଡ୍ ସର୍ଭାଣ୍ଟ ଇଜ୍ ସମଥିଙ୍ଗ, ଗଡ୍ ସ୍ଲେଭ୍ ଇଜ୍ ଗ୍ରେଟର। ଭଗବାନଙ୍କ ଯେ ସେବକ, ଦାସ, ତାର କୌଣସି ମୂଲ୍ୟ ରହିଛି। ସମଥିଙ୍ଗ ସର୍ଭାଣ୍ଟ, ସ୍ଲେଭ୍ ଇଜ୍ ଗ୍ରେଟର। ତାଙ୍କର ଯେ ଦାସ, ସେ ହେଉଛି ମହତର। ମହତ ହେଉଛି କିଏ? ଭଗବାନଙ୍କର ସେବକ। ଗଡ୍ ସର୍ଭାଣ୍ଟ ଇଜ୍ ସମଥିଙ୍ଗ। ଭଗବାନଙ୍କର ସେବକ ହେଉଛି ମହତ। ବଟ୍ ମହତର କିଏ? ଗଡ୍ ସ୍ଲେଭ୍ ଇଜ୍ ଗ୍ରେଟର। ମହତର କିଏ? ଯେ ତାଙ୍କ ଦାସ। ନିଜର କିଛି ନାହିଁ, ସେ ଯାହା ଚାହିଁବେ ମୁଁ ତାକୁ କାର୍ଯ୍ୟ ପରିଣତ କରିବି। ମୋର ନିଜର ସଂକଳ୍ପ ବିଚାର କିଛି ନାହିଁ। ଏ ହେଉଛି ସ୍ଲେଭର ଲକ୍ଷଣ। ତୁମେ ଯଦି ଲାଗି ରୁହ, ଗୋଟେ ସମୟ ଆସିବ ଯେତେବେଳେ ତୁମେ ନିଶ୍ଚିତ ରୂପେ ଜୟଲାଭ କରିବ। ଯେ ଯଦି ଜଣେ ଲାଗିକି ରୁହେ, ନା ନିଶ୍ଚୟ କାମ କରିବାକୁ ପଡ଼ିବ, ମୁଁ ନିଶ୍ଚୟ କରିବି, 1000 ଥର କଲେ ମୁଁ କରିବି, ଏଭଳି ଏକ ବିଶ୍ୱାସ, ଏଭଳି ଏକ ନିର୍ଭରତା, ଯେଉଁ ବିଶ୍ୱାସ ନିର୍ଭରତାକୁ କେହି ଟଳେଇ ଦେଇପାରିବନି। ତାହେଲେ ଜଣାପଡ଼ିବ, ହଠାତ୍ ଦିନେ ଆସିକରି ସାହସ ପାଇ ବିଜୟଶ୍ରୀ ଆସି ପହଞ୍ଚିବ। ଶିକ୍ଷା ବହିର ଚୈତନ୍ୟ ଆଧ୍ୟାତ୍ମିକ ଶିକ୍ଷାରେ ଯେମିତି ଲେଖା ହେଇଛି, ଚେଷ୍ଟା ଟିକେ ଟିକେ କରୁଥିବ, କିଛି ହେଉନି। ସଡନ୍ଲି ତୁମେ ଦେଖିବ ତୁମେ ଆସି ଆରପଟରେ ପଡ଼ିଛ। ତାକୁ ବର୍ଣ୍ଣନା କରିଛନ୍ତି, କୁକୁଡ଼ା ଛୁଆ ଅଣ୍ଡା ଭିତରେ ଥାଏ। ସେ କ'ଣ କରେ, ଜଣାପଡ଼େନି କେତେବେଳେ ଅଣ୍ଡାଟା ଫାଟିବ, ଛୁଆ ବାହାରି ଆସିବ। ହଠାତ୍ ଦିନେ ଫାଟିଯାଏ, ଖୋଲିଯାଏ ଏବଂ କୁକୁଡ଼ା ଛୁଆଟା ଅଣ୍ଡା ଭିତରୁ ବାହାରି ଆସେ। ଏକ୍ଜାକ୍ଟଲି ନିଜ ଭିତରେ ସବୁ ଦୋଷ ଦୁର୍ବଳତା କିଛି ତଫାତ୍ ନାହିଁ। ଯେମିତି କାଲି, ଏମିତି ଆଜି, ମାସେ ତଳେ ବି ସେ ଆସିଲି, ସଡନ୍ଲି କିଛି ଏକ ବସ୍ତୁ ଘଟିବ ଏବଂ ନିଜ ଭିତରର ଯେଉଁ ବସ୍ତୁ, ଯାହାକୁ ଆମେ ଖୋଜୁଛୁ, ସେ ଆସି ହଠାତ୍ ବାହାରେ ପ୍ରକାଶ ପାଇବେ। ତୁମେ ଯଦି ଲାଗି ରୁହ, ଗୋଟେ ସମୟ ଆସିବ ଯେତେବେଳେ ତୁମେ ନିଶ୍ଚିତ ରୂପେ ଜୟଲାଭ କରିବ। ତାପରେ ମା ଏଣ୍ଡ କରୁଛନ୍ତି ଗୋଟେ ଚମତ୍କାର ବାକ୍ୟରେ, ନିଷ୍ଠାର ସହ ଯେଉଁମାନେ ଲାଗି ରୁହନ୍ତି ସେମାନଙ୍କର ବିଜୟ ସୁନିଶ୍ଚିତ। ଯେଉଁମାନେ ନିଷ୍ଠା ସହକାରେ ଲାଗି ରୁହନ୍ତି, ନିଶ୍ଚିତ ଭାବରେ ସେମାନେ ବିଜୟ ହାସଲ କରିବେ। ଏଇ ବିଶ୍ୱାସ, ଏ ହେଲା ପଞ୍ଚବିଧ ଅନ୍ତରାତ୍ମିକ ପୂର୍ଣ୍ଣତା, ଯାହା କାଠ ଚମ୍ପାର ଫୁଲ ଏବଂ ତାର ପ୍ରତୀକ।